ଆଜିର ଏହି ସୁନ୍ଦର ସମୟ ପାଇଁ ବିଶେଷ ଆମ୍ଭମାନଙ୍କର ସ୍ୱର୍ଗସ୍ଥ ପିତାଙ୍କର ମହିମା ଗୌରବ ପ୍ରଶଂସା ହେଉ। ତତ୍ସଙ୍ଗେ ସଙ୍ଗେ ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ନାମରେ ମୋର ଆନ୍ତରିକ ନମସ୍କାର ଜଣାଏ। ନମସ୍କାର ବନ୍ଧୁଗଣ, ଆଜି ଆମେ ଦେଖିବା ଆସନ୍ତା ସପ୍ତାହମାନଙ୍କର ଯେଉଁ ପ୍ରସଙ୍ଗ ରହିଅଛି ସେ ବିଷୟରେ ଆମେ ଶିଖିନେବା। ଯେତେବେଳେ ଦେଖିବା ଏଠାରେ ରହିଅଛି ଯେ ପ୍ରସଙ୍ଗ ନମ୍ବର 52, ତାରିଖ 29/12/2024। ଏଠାରେ ଦେଇଛି ଗୀତ ସଂହିତା ତାର 103 ଅଧ୍ୟାୟ 2। ଯେତେବେଳେ ଆମେ ଦେଖିବା ଆଉ ଗୀତ ସଂହିତା ତାର 107 ଅଧ୍ୟାୟ 9ରେ ଦେଇଛି। ଏ ସମସ୍ତ ବାକ୍ୟ ଆମେ ଶିଖିନେବା। ଆଉ ଯେତେବେଳେ ଦେଖିବା ଏପରି ରହିଅଛି ଯେ ଆଜିର ପ୍ରସଙ୍ଗର ନାମ ରହିଛି, ଆମେ ତାହା ଶିଖିନେବା ବା ପାଠ କରିବା। ଏଠାରେ ରହିଅଛି ଯେ ସୌରାରେ ରହିଅଛି ଯେ କିତୁଙ୍ଗନ ଆସୁୟନ୍ତରିୟାନ, ଓଡ଼ିଆରେ ରହିଅଛି ଈଶ୍ୱରଙ୍କ ମଙ୍ଗଳ ଦାନ, ଆଉ ଇଂଲିଶରେ ରହିଛି ଗଡ୍ସ ଗୁଡ୍ ଗିଫ୍ଟସ୍। ଏପରି ଆଜିର ପ୍ରସଙ୍ଗ ରହିଅଛି। ଏପରି ଆମେ ଦେଖିଅଛୁ ଯେ ଈଶ୍ୱରଙ୍କ ମଙ୍ଗଳ ଦାନ, ଏ ଈଶ୍ୱରଙ୍କ ମଙ୍ଗଳ ଦାନ ବିଷୟରେ ଆମେ ଶିଖିନେବା। ଆଉ ଯେତେବେଳେ ଆମେ ଦେଖିବା ଆଉ ଗୀତ ସଂହିତାରେ ଏପରି ଲେଖା ହେଇଛି, ଆମେ ପାଠ କରିବା 103 ଅଧ୍ୟାୟ ତାର 2ରୁ ଆମେ 5 ପର୍ଯ୍ୟନ୍ତ ଦେଖିବା। ହେ ମୋହର ମନ ସଦାପ୍ରଭୁଙ୍କର ଧନ୍ୟବାଦ କର ଓ ତାହାଙ୍କର ମଙ୍ଗଳ ଦାନ ସବୁ ପାଶର ନାହିଁ। ସେ ତୁମ୍ଭର ଅଧର୍ମ ସବୁ କ୍ଷମା କରନ୍ତି, ସେ ତୁମ୍ଭର ରୋଗ ସବୁ ସୁସ୍ଥ କରନ୍ତି, ସେ ବିନାଶରୁ ତୁମ୍ଭ ଜୀବନକୁ ମୁକ୍ତ କରନ୍ତି, ସେ ସ୍ନେହପୂର୍ଣ୍ଣ କରୁଣା ଓ ଦୟାରୂପ ମୁକୁଟରେ ତୁମ୍ଭକୁ ଭୂଷିତ କରନ୍ତି, ସେ ଉତ୍ତମ ବସ୍ତୁରେ ତୁମ୍ଭର ମୁଖ ତୃପ୍ତ କରନ୍ତି, ତହୁଁ ଉତ୍କୃଷ୍ଟ ପକ୍ଷୀ ନ୍ୟାୟ ତୁମ୍ଭର ନୂତନ ଯୌବନ ହୁଏ। ଆମେ ଏଠାରେ ଈଶ୍ୱରଙ୍କର ମଙ୍ଗଳ ଦାନ ବିଷୟ ଦେଖିବାକୁ ପାଇଲୁ ଯେ କିପରି ସଦାପ୍ରଭୁ ପରମେଶ୍ୱର ଆମ୍ଭମାନଙ୍କୁ ମଙ୍ଗଳ ଦାନ ଦେଇଅଛନ୍ତି। ମାନେ ଯେତେବେଳେ 2ରେ ଆମେ ଦେଖିବାକୁ ପାଇଲୁ ଯେ ଏଠାରେ ଯେଉଁମାନେ ଈଶ୍ୱରଙ୍କ ମଙ୍ଗଳ ଦାନ ପାଇଅଛୁ ବୋଲି ଆମେ ବିଶ୍ୱାସ କରୁଅଛୁ, ସେ ସମସ୍ତଙ୍କର ମନକୁ କୁହାଯାଉଅଛି ଯେ ଏଠାରେ ଲେଖକ ନିଜେ କହୁଛନ୍ତି ଯେ ଯେତେବେଳେ ସେ ନିଜକୁ ଜାଣିପାରିଲେ ଯେ ମୁଁ ଈଶ୍ୱରଙ୍କ ମଙ୍ଗଳ ଦାନ ପାଇଅଛି ବୋଲି, ସେତେବେଳେ ସେ ନିଜର ମନକୁ କହୁଛନ୍ତି, ହେ ମୋହର ମନ ସଦାପ୍ରଭୁଙ୍କର ଧନ୍ୟବାଦ କର ଓ ତାହାଙ୍କର ମଙ୍ଗଳ ଦାନ ସବୁ ପାଶର ନାହିଁ। ଆଜି ବି ଆମେ ଈଶ୍ୱରଙ୍କର ଯେଉଁ ମଙ୍ଗଳ ଦାନ ପାଇଅଛୁ ସେ ସମସ୍ତ ଆମେ ପାଶୋରିବାର ନାହିଁ, ତାହା ଆମେ ସ୍ମରଣ କରିବା ଦରକାର। କାରଣ ଈଶ୍ୱରଙ୍କ ମଙ୍ଗଳ ଦାନ ଏପରି ରହିଅଛି ଯେ ଏଠାରେ ଲେଖାଇଛି ସେ ତୁମ୍ଭର ଅଧର୍ମ ସବୁ କ୍ଷମା କରନ୍ତି। ସଦାପ୍ରଭୁ ପରମେଶ୍ୱର ଆମ୍ଭମାନଙ୍କର ଅଧର୍ମ ଗଣନା ନ କରି କ୍ଷମା କଲେ। ଏଣୁ 2024 ବର୍ଷର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଯାହା ବି ଆମେ କରିଛୁ, ଦେଖିବାରେ, କାର୍ଯ୍ୟ କରିବାରେ, ଚାଲିବାରେ, ଭାବିବାରେ, ପ୍ରତ୍ୟେକ ସମୟରେ କୌଣସି ନା କୌଣସି ଆମମାନଙ୍କ ଜୀବନରେ ଭୁଲ ହେଇଛି। ତଥାପି ସଦାପ୍ରଭୁ ପରମେଶ୍ୱର ସେ ସମସ୍ତ ଆମ୍ଭମାନଙ୍କର ଦୋଷ ଦୁର୍ବଳ ଅପରାଧକୁ ନ ଧରି ବରଂ ଆମମାନଙ୍କର ସମସ୍ତ ପାପ ଅପରାଧ ସେ କ୍ଷମା କରିଅଛନ୍ତି। ସେ ଆମ୍ଭମାନଙ୍କର ପାପ ସ୍ମରଣରେ ରଖି ନାହାନ୍ତି। ଏଥିପାଇଁ ଏଠାରେ ଲେଖାଇଛି ଆଉ ସେ ତୁମ୍ଭର ରୋଗ ସବୁ ସୁସ୍ଥ କରନ୍ତି, ସେ ବିନାଶରୁ ତୁମ୍ଭ ଜୀବନ ମୁକ୍ତ କରନ୍ତି। ବାସ୍ତବରେ ବନ୍ଧୁଗଣ, ସଦାପ୍ରଭୁ ଆମ୍ଭମାନଙ୍କର ରୋଗ ସୁସ୍ଥ କରନ୍ତି। ଆମ୍ଭମାନଙ୍କ ଜୀବନରେ ବିଭିନ୍ନ ପ୍ରକାର ରୋଗ ଥିଲା, ବିଭିନ୍ନ ପ୍ରକାର ସମସ୍ୟା ଥିଲା, ବିଭିନ୍ନ ପ୍ରକାର ଶୟତାନର ପରୀକ୍ଷା, ପ୍ରଲୋଭନ ଏବଂ ବନ୍ଧନ ଥିଲା। କିନ୍ତୁ ସେ ସମସ୍ତ ବିଷୟରୁ ସଦାପ୍ରଭୁ ପରମେଶ୍ୱର ଆମ୍ଭମାନଙ୍କୁ ମୁକ୍ତ କରିଅଛନ୍ତି ବା ଆମ୍ଭମାନଙ୍କୁ ସୁସ୍ଥତା ଦେଇଅଛନ୍ତି। ଏବଂ ଆମମାନଙ୍କ ଜୀବନରେ କୌଣସି ପ୍ରକାର ବିପଦ ଆସିଥିଲା, କିନ୍ତୁ ସେ ସମସ୍ତ ବିପଦରୁ ଆମମାନଙ୍କୁ ରକ୍ଷା କରି ଆଜି ପର୍ଯ୍ୟନ୍ତ ଜୀବିତମାନଙ୍କ ମଧ୍ୟରେ ଜୀବିତ ଅବସ୍ଥାରେ ରଖିଅଛନ୍ତି। ଏଣୁ ଆମମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କର ପବିତ୍ର ନାମର ଗୌରବ ପ୍ରଶଂସା ହେଉ। ଆଉ ଏଠାରେ ଲେଖାଇଛି ଯେ ସେ ସ୍ନେହପୂର୍ଣ୍ଣ କରୁଣା ଓ ଦୟାରୂପ ମୁକୁଟରେ ତୁମ୍ଭକୁ ଭୂଷିତ କରନ୍ତି। ହଁ ବନ୍ଧୁଗଣ,
ସଦାପ୍ରଭୁ ପରମେଶ୍ୱର ଆମ୍ଭମାନଙ୍କୁ ଏପରି ପ୍ରେମ କଲେ, ଦୟା କଲେ, କରୁଣା କଲେ ଯେ ସେ ସ୍ନେହପୂର୍ଣ୍ଣ କରୁଣା ଓ ଦୟାରୂପ ମୁକୁଟରେ ଆମ୍ଭମାନଙ୍କୁ ଭୂଷିତ କରିଅଛନ୍ତି। ଯେତେବେଳେ ଆମେ ନିଜେ ନିଜ ପାଇଁ ଚିନ୍ତା କରିବା, ବିଚାର କରିବା, ଆମ୍ଭେମାନେ ଯେ କେବଳ ମାଟି ମାତ୍ର, ଧୂଳିରେ ନିର୍ମିତ ମନୁଷ୍ୟମାନେ, କିନ୍ତୁ ଆଜି ଏ ଜଗତରେ ଆମମାନଙ୍କର ଜୀବନର ଚଲାପଥରେ ଯେତେବେଳେ ଆମେ ଦେଖୁଛୁ, ଆମମାନଙ୍କ ଜୀବନରେ କିପରି ଗୌରବ ରହିଅଛି, ମାନ ସମ୍ମାନ ଗୌରବ ଆମେ ପାଉଅଛୁ ଏ ଜଗତରେ, ଏ ସମସ୍ତ ଈଶ୍ୱରଙ୍କର ଦାନ। କାରଣ ସମୟ ଥିଲା ଏ ଜଗତ ଆମ୍ଭମାନଙ୍କୁ ଘୃଣା କରିଥିଲା, ଆମ୍ଭମାନଙ୍କୁ ପୃଥକ ରହିବା ପାଇଁ ଆମ୍ଭମାନଙ୍କଠାରେ କୌଣସି ଜାତିର ଲୋକମାନେ ବାସ କରିବାକୁ ଇଚ୍ଛା କରିନଥିଲେ। କିନ୍ତୁ ଆଜି ଆମେ ଯେ କୌଣସି ଜାତିମାନଙ୍କ ମଧ୍ୟରେ ଯାଉଛୁ, ସେ ସମସ୍ତ ସ୍ଥାନରେ ଆମ୍ଭମାନଙ୍କୁ ଗ୍ରହଣ କରାଯାଉଅଛି। ଏହା ଈଶ୍ୱରଙ୍କ ଅନୁଗ୍ରହ ଦାନ। ଆଉ ଲେଖା ହେଇଛି, ସେ ଉତ୍ତମ ବସ୍ତୁରେ ତୁମ୍ଭର ମୁଖ ତୃପ୍ତ କରନ୍ତି। ହଁ ବନ୍ଧୁଗଣ, ଆମ୍ଭମାନଙ୍କର ପୂର୍ବପୁରୁଷ ଗଣର ସମୟରେ ସେମାନେ ଖାଦ୍ୟ ମଧ୍ୟ ପାଇନଥିଲେ, କିନ୍ତୁ ଆଜି ଆମ୍ଭେମାନେ ଭରପୁର ଖାଦ୍ୟ ପାଉଅଛୁ। ଆଉ ବସ୍ତ୍ର ପାଇଁ, ବାସଗୃହ ପାଇଁ କୌଣସି ଅସୁବିଧା ନାହିଁ। କାରଣ ଯେତିକି ଆମ୍ଭମାନଙ୍କର ପ୍ରୟୋଜନ ଅଛି ଜଗତରେ ବଞ୍ଚିବା ପାଇଁ ଏବଂ ସ୍ୱର୍ଗର ଅଧିକାରୀ ହେବା ପାଇଁ, ଯାହା ଯାହା ଆମ୍ଭମାନଙ୍କର ଆବଶ୍ୟକ, ସେହି ସମସ୍ତ ସଦାପ୍ରଭୁ ପରମେଶ୍ୱର ଆମମାନଙ୍କୁ ଯୋଗାଇ ଦେଇଛନ୍ତି। ଏଣୁ ପ୍ରଭୁଙ୍କର ମହତ ନାମର ଗୌରବ ହେଉ, କାରଣ ସେ ଆମ୍ଭମାନଙ୍କୁ ଏପରି ପ୍ରେମ କରିଅଛନ୍ତି। ଆଉ ସେ ଆପଣା କରୁଣା ଅନୁସାରେ ଆମ୍ଭମାନଙ୍କୁ ଏପରି ବ୍ୟବହାର କରିଅଛନ୍ତି। ପୁଣି ଲେଖା ହେଇଛି, ଯେତେବେଳେ ସେ ଆମ୍ଭମାନଙ୍କୁ ଏପରି ଉତ୍ତମ ଉତ୍ତମ ବସ୍ତୁରେ ଆମ୍ଭମାନଙ୍କର ମୁଖକୁ ତୃପ୍ତ କରନ୍ତି, ସେତେବେଳେ ଲେଖା ହେଇଛି ଯେ ତ ଉତ୍କୃଷ୍ଟ ପକ୍ଷୀ ନ୍ୟାୟ ତୁମ୍ଭର ନୂତନ ଯୌବନ ହୁଏ। ଉତ୍କୃଷ୍ଟ ପକ୍ଷୀ ନ୍ୟାୟ ଅର୍ଥ କ'ଣ? ଯେତେବେଳେ ଆମେ ଉତ୍କୃଷ୍ଟ ପକ୍ଷୀ ବିଷୟରେ ଦେଖିବା, ସେ କିପରି ତା'ର ସାରା ଶରୀରକୁ ନୂତନ କରିଦିଏ, ସେ ବିଷୟରେ ଆମେ ଅନେକ ଶିକ୍ଷା ମଧ୍ୟ ପାଇଅଛୁ। ଆଉ ଯେଉଁ ଉତ୍କୃଷ୍ଟ ପକ୍ଷୀ ସେ କିପରି ନିଜର ସମସ୍ତ ପରକୁ ବାହାର କରିଦିଏ ଏବଂ ନୂତନ ପର ବାହାର ହେଲା ପରେ ଆଉ ଥରେ ସେ ନୂତନ ଜୀବନ ପ୍ରାପ୍ତ ହୁଏ, ସେହିପରି ସଦାପ୍ରଭୁଙ୍କର ମଙ୍ଗଳ ଦାନ ଦ୍ୱାରା ଆମ୍ଭେମାନେ ପ୍ରତିଦିନ ଏପରି ଉତ୍ତମ ଉତ୍ତମ ବସ୍ତୁରେ ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ଆମମାନଙ୍କୁ ପ୍ରତିପୋଷଣ କରି ଆଜି ପର୍ଯ୍ୟନ୍ତ ଆମମାନଙ୍କ ଜୀବନରେ କଢ଼ାଇ ଆଣିଅଛନ୍ତି। ଏଣୁ ପ୍ରଭୁଙ୍କର ମହତ ନାମର ଗୌରବ ପ୍ରଶଂସା ହେଉ। ଆଉ ଲେଖା ହେଇଛି ଏଠାରେ, ଯେତେବେଳେ ଆମେ ଦେଖିବା 103 ଅଧ୍ୟାୟ 8 ପଦରେ, ସଦାପ୍ରଭୁ ସ୍ନେହଶୀଳ ଓ କୃପାମୟ, କ୍ରୋଧରେ ଧୀର ଓ ଅତ୍ୟନ୍ତ ଦୟାଳୁ। ହଁ ବନ୍ଧୁଗଣ, ସଦାପ୍ରଭୁ ସ୍ନେହଶୀଳ, କୃପାମୟ, କ୍ରୋଧରେ ଧୀର ଓ ଅତ୍ୟନ୍ତ ଦୟାଳୁ। ଏହା ଆମେ ବିଶ୍ୱାସ କରିବା ଦରକାର, କାରଣ ସଦାପ୍ରଭୁ ଏହା ହିଁ ଅଟନ୍ତି। ଆଉ ଯେତେବେଳେ ଆମେ ଦେଖିବା, ଏପରି ଲେଖା ହେଇଛି ଗୀତ ସଂହିତା ତାର 103 ଅଧ୍ୟାୟ 10ରୁ 12 ପର୍ଯ୍ୟନ୍ତ ଆମେ ପାଠ କରିବା। ଏଠାରେ ଏପରି ଲେଖା ହେଇଛି, ସେ ଆମ୍ଭମାନଙ୍କ ପାପ ପ୍ରମାଣେ ଆମ୍ଭମାନଙ୍କ ପ୍ରତି ବ୍ୟବହାର କରିନାହାନ୍ତି। ଆମ୍ଭମାନଙ୍କର ପାପ ପ୍ରମାଣେ ଆମ୍ଭମାନଙ୍କ ପ୍ରତି ବ୍ୟବହାର କରିନାହାନ୍ତି। ଅର୍ଥ କ'ଣ? ସଦାପ୍ରଭୁ ଯେତେବେଳେ ଆମ୍ଭେମାନେ ପାପ କଲୁ, ତାଙ୍କ ବିରୁଦ୍ଧରେ କୌଣସି କଥା କହିଲୁ ବା କାର୍ଯ୍ୟ କଲୁ, ଆମ୍ଭମାନଙ୍କର ପ୍ରତ୍ୟେକ କହିବାରେ, ଚାଲିବାରେ, ଦେଖିବାରେ, ଭାବିବାରେ, ସମସ୍ତ ବିଷୟରେ ଯାହା ଯାହା ଭୁଲ ହେଇଛି, ସେ ସମସ୍ତ ଭୁଲକୁ ସେ ଧରି ନାହାନ୍ତି। ବରଂ ଆମ୍ଭମାନଙ୍କ ପ୍ରତି ସେ ଗୋଟିଏ ଧାର୍ମିକ ଲୋକମାନଙ୍କ ପରି ଆମ୍ଭମାନଙ୍କ ପ୍ରତି ବ୍ୟବହାର କରିଅଛନ୍ତି। କିମ୍ବା ଆମ୍ଭମାନଙ୍କ ଅଧର୍ମାନୁସାରେ ଆମ୍ଭମାନଙ୍କୁ ପ୍ରତିଫଳ ଦେଇନାହାନ୍ତି। ଆମ୍ଭେମାନେ ଯେତେବେଳେ ପାପ କଲୁ, ଆମ୍ଭମାନଙ୍କର ପାପ ବା ଅପରାଧ ଅନୁସାରେ ଯଦି ସଦାପ୍ରଭୁ ଆମ୍ଭମାନଙ୍କୁ ବ୍ୟବହାର କରିଥାନ୍ତେ, ତାହେଲେ ଆଜି ଆମେ ଜୀବିତମାନଙ୍କ ମଧ୍ୟରେ ଜୀବିତ ରହିନଥାନ୍ତୁ। କାରଣ ସେ ଆମ୍ଭମାନଙ୍କର ପାପ, ଆମ୍ଭମାନଙ୍କର ଅପରାଧ କ୍ଷମା କରିଅଛନ୍ତି। କାରଣ ପୃଥିବୀରୁ ଆକାଶମଣ୍ଡଳ ଯେପରି ଉଚ୍ଚ, ସେପରି ତାହାଙ୍କ ଭୟକାରୀମାନଙ୍କ ପ୍ରତି ତାହାଙ୍କର ଦୟା ମହତ। ଆଉ ପୃଥିବୀରୁ ଆକାଶମଣ୍ଡଳ ଯେପରି ଉଚ୍ଚ, ସେହିପରି ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି, ତାହାଙ୍କର ସେହି ଭୟକାରୀମାନଙ୍କ ପ୍ରତି ତାହାଙ୍କର ଦୟା ମହତ ବୋଲି ଲେଖା ହେଇଛି। ଆଉ ଲେଖା ହେଇଛି, ପୂର୍ବରୁ ପଶ୍ଚିମ ଯେପରି ଦୂର,
ସେ ଆମ୍ଭମାନଙ୍କଠାରୁ ଆମ୍ଭମାନଙ୍କ ଅପରାଧ ସେତେ ଦୂର କରିଅଛନ୍ତି। ମାନେ ଆମ୍ଭମାନଙ୍କଠାରେ ଯାହା ବି ଦୋଷ ଦୁର୍ବଳ ଅପରାଧ ଥିଲା ସେ ସମସ୍ତ ଗଣନା ନ କରି ଆମ୍ଭମାନଙ୍କର ସମସ୍ତ ପାପ ଦୋଷ ଦୁର୍ବଳକୁ କ'ଣ କଲେ? ସେ ପୂର୍ବରୁ ପଶ୍ଚିମ ଯେପରି ଦୂର ସେପରି ଆମ୍ଭମାନଙ୍କର ସମସ୍ତ ପାପ ଅପରାଧ ସେ ଦୂର କରିଦେଇଅଛନ୍ତି। ଆମ୍ଭମାନଙ୍କର ପାପ ପାଇଁ ସେ ଆମ୍ଭମାନଙ୍କୁ ପ୍ରହାର କରିନାହାନ୍ତି ବା ଦଣ୍ଡ ଦେଇନାହାନ୍ତି। ଏଣୁ ଆଜି ପର୍ଯ୍ୟନ୍ତ ଆମେ ଜୀବିତମାନଙ୍କ ଦେଶରେ ଜୀବିତ ଅବସ୍ଥାରେ ଅଛୁ। ଆଉ ଯେତେବେଳେ ଆମେ ଦେଖିବା ଈଶ୍ୱରଙ୍କର ମଙ୍ଗଳଦାନ କ'ଣ ତାହା ଆମେ ଏଠାରେ ପାଇପାରିବା ଯେ ଗୀତ ସଂହିତା ହିଁ ଆମେ ଦେଖିବା ତାର 107 ଅଧ୍ୟାୟ ଆମେ ଦେଖିବା 9, 8 ଏବଂ 9 ପଦରେ ଲୋକମାନେ ସଦାପ୍ରଭୁଙ୍କ ମଙ୍ଗଳଦାନ ଓ ମନୁଷ୍ୟ ସନ୍ତାନଗଣ ପ୍ରତି ତାହାଙ୍କର ଆଶ୍ଚର୍ଯ୍ୟ କ୍ରିୟା ସକାଶୁ ତାହାଙ୍କର ପ୍ରଶଂସା କରନ୍ତୁ। ଯେହେତୁ ସେ ତୃଷିତ ପ୍ରାଣକୁ ପରିତୃପ୍ତ କରନ୍ତି ଓ କ୍ରୋଧିତ ପ୍ରାଣକୁ ଉତ୍ତମ ଦ୍ରବ୍ୟରେ ପୂର୍ଣ୍ଣ କରନ୍ତି। ଏଠାରେ ଆମେ ପାଇଲୁ ଈଶ୍ୱରଙ୍କ ମଙ୍ଗଳଦାନ କିପରି ରହିଅଛି। ଲେଖାଇଛି ଲୋକମାନେ ସଦାପ୍ରଭୁଙ୍କ ମଙ୍ଗଳଦାନ ଓ ମନୁଷ୍ୟ ସନ୍ତାନଗଣ ପ୍ରତି ତାହାଙ୍କର ଆଶ୍ଚର୍ଯ୍ୟ କ୍ରିୟା ସକାଶୁ ତାହାଙ୍କର ପ୍ରଶଂସା କରନ୍ତୁ। ଆମେ ସଦାପ୍ରଭୁଙ୍କର ଯେଉଁ ଅନୁଗ୍ରହ ପାଇଅଛୁ ମଙ୍ଗଳଦାନ ପାଇଅଛୁ ଏଥିପାଇଁ ସଦାପ୍ରଭୁଙ୍କର ଗୌରବ ପ୍ରଶଂସା କରିବା ଆମ୍ଭମାନଙ୍କର କର୍ତ୍ତବ୍ୟ ରହିଅଛି। ଯେହେତୁ ସେ ଯେତେବେଳେ ଆମେ ତୃଷିତ ଥିଲୁ ସେତେବେଳେ ସେ ଆମ୍ଭମାନଙ୍କୁ ଉପଯୁକ୍ତ ସମୟରେ ଆମ୍ଭମାନଙ୍କର ଆବଶ୍ୟକ ଆମ୍ଭମାନଙ୍କୁ ଯୋଗାଇ ଦେଇଅଛନ୍ତି। ଖାଦ୍ୟ ପେୟ ଏ ସମସ୍ତ ଦ୍ରବ୍ୟ ସେ ଆମ୍ଭମାନଙ୍କ ପ୍ରାଣକୁ ତୃପ୍ତ କରିବା ପାଇଁ ଯାହା ଯାହା ଆମ୍ଭମାନଙ୍କର ଆବଶ୍ୟକ ଥିଲା ସେ ଆମ୍ଭେମାନେ ମାଗିବାରୁ ଯାହା ଆମେ ମାଗିଛୁ ବା ଆବଶ୍ୟକ ରହିଛି ତାଠୁ ଅଧିକ ସେ ଆମ୍ଭମାନଙ୍କୁ ଅଧିକ ପରିମାଣରେ ଦେଇଅଛନ୍ତି। ଏଣୁ ପ୍ରଭୁଙ୍କର ଗୌରବ ହେଉ। ଏପରି ସମୟରେ ଆମେ ସଦାପ୍ରଭୁଙ୍କର ଗୌରବ ପ୍ରଶଂସା ନ କରି ରହିପାରିବା ନାହିଁ, କାରଣ ସେ ଆମ୍ଭମାନଙ୍କୁ ଏପରି ମଙ୍ଗଳଦାନ ଦେଇଅଛନ୍ତି ଯେ ତାହା ଯେତିକି ଆମେ ତାଙ୍କର ଗୌରବ କରିବା ପ୍ରଶଂସା କରିବା ସେତିକି ଆହୁରି କମ୍ ହିଁ ପଡ଼ିବ। କେବେ ବି ତାଙ୍କର ମଙ୍ଗଳଦାନ ବା ତାଙ୍କର ସେଇ କରୁଣା ପାଇଁ ଆମେ ଉପଯୁକ୍ତ ତାଙ୍କର ପ୍ରଶଂସା କରିପାରିବା ନାହିଁ। ମାନେ ଆମେ ଯେ ସଦାପ୍ରଭୁଙ୍କର ପ୍ରଶଂସା ଗୌରବ କରୁ କରୁ ତାଙ୍କର ଉପଯୁକ୍ତ ଉପାସନା କରିବା ଏପରି ମାନେ ପରମେଶ୍ୱରଙ୍କର ପାଇଁ କୌଣସି ବସ୍ତୁ ଆମ୍ଭମାନଙ୍କଠାରେ ନାହିଁ ଯାହାକି ପରମେଶ୍ୱରଙ୍କର ସନ୍ତୁଷ୍ଟ ହୁଅନ୍ତି। କେବଳ ମାତ୍ର ତାଙ୍କର ସେହି କରୁଣା ଏବଂ ମଙ୍ଗଳ ଦାନ ପାଇଁ ତାଙ୍କର ପ୍ରଶଂସା କରିପାରିବା, କିନ୍ତୁ କୌଣସି ଇଷ୍ଟ ବସ୍ତୁ ନାହିଁ ଆମେ ପରମେଶ୍ୱରଙ୍କର ସନ୍ତୁଷ୍ଟ କରିପାରିବା। ଆଉ ଯେତେବେଳେ ଆମେ ଦେଖିବା ବିଳାପ ପୁସ୍ତକ ତାର 3 ଅଧ୍ୟାୟ 22-23 ଏପରି ଲେଖା ହେଇଛି। ଆମେ ଦେଖିବା ସଦାପ୍ରଭୁଙ୍କର ବିବିଧ ଦୟା ସକାଶୁ ଆମ୍ଭେମାନେ ବିନଷ୍ଟ ହୋଇନାହୁଁ, କାରଣ ତାହାଙ୍କର କରୁଣା ଶେଷ ହୁଏ ନାହିଁ। ହଁ ବନ୍ଧୁଗଣ, ସଦାପ୍ରଭୁଙ୍କ ବିବିଧ ଦୟା ସକାଶୁ ଆମ୍ଭେମାନେ ବିନଷ୍ଟ ହୋଇନାହୁଁ, କାରଣ ତାହାଙ୍କର କରୁଣା ଶେଷ ହୁଏ ନାହିଁ। ଆଜି ଆମେ ଯେତେବେଳେ ଦେଖୁଛୁ ଆମ୍ଭମାନଙ୍କର ମାତାଙ୍କ ଗର୍ଭରୁ ବା ଆମେ ଜନ୍ମ ହେଲା ପରେ ଆଜି ପର୍ଯ୍ୟନ୍ତ ଯେତେକି ବର୍ଷ ଆମେ ବଞ୍ଚି ଆସିଛୁ ଏବଂ ଏହି ଯେଉଁ 2024 ବର୍ଷର ଆଜି ଶେଷ ଆଡ଼କୁ ଆମେ ପହଞ୍ଚି ଆସିଛୁ, ଏ ସମସ୍ତ ତାଙ୍କର ସେଇ ଦୟା ବା ବିବିଧ ଦୟା ସକାଶୁ ଆମ୍ଭେମାନେ ବିନଷ୍ଟ ହୋଇନାହୁଁ। ଆମେ ଦେଖିବାକୁ ପାଇଲୁ ଜଗତରେ ବିଭିନ୍ନ ପ୍ରକାର ସମସ୍ୟା ଦୁର୍ଦିନ ସଙ୍କଟ ଆସିଲା, ଅନେକ ଲୋକମାନେ ମୃତ୍ୟୁବରଣ କଲେ, କିନ୍ତୁ ସଦାପ୍ରଭୁ ଆମ୍ଭମାନଙ୍କୁ ଏପରି ଛାଡ଼ି ଦେଇନାହାନ୍ତି, ବରଂ ଜୀବିତମାନଙ୍କ ମଧ୍ୟରେ ଜୀବିତ ଅବସ୍ଥାରେ ରଖି ତାଙ୍କର ଗୌରବ ବର୍ଣ୍ଣନା କରିବା ପାଇଁ ଆଜି ପର୍ଯ୍ୟନ୍ତ ଜୀବିତ ରଖିଅଛନ୍ତି। କାରଣ ଲେଖା ହେଇଛି ସଦାପ୍ରଭୁଙ୍କ ବିବିଧ ଦୟା ସକାଶୁ ଆମ୍ଭେମାନେ ବିନଷ୍ଟ ହୋଇନାହୁଁ। କାରଣ ଜଗତରେ ଅନେକ ସଙ୍କଟ ଦୁର୍ଦିନ ଥିଲା, ମହାମାରୀ ଥିଲା, ଦୁଃଖ କଷ୍ଟ ଏପରିକି ବିଭିନ୍ନ ପ୍ରକାର ସଙ୍କଟ ଥିଲା, କିନ୍ତୁ ସଦାପ୍ରଭୁ ସେସବୁ ଆମମାନଙ୍କ ଠାରୁ ଦୂର କରିଦେଇଅଛନ୍ତି ଏବଂ ଜୀବନରେ ଆମମାନଙ୍କ ସଙ୍ଗରେ ରହି ଆମମାନଙ୍କୁ ଜୀବିତ ରଖିଅଛନ୍ତି। ସେହି ସବୁ ପ୍ରତି ପ୍ରଭାତରେ ନୂତନ ହୋଇଥାଏ ଓ ତୁମ୍ଭର ବିଶ୍ୱସ୍ତତା ମହତ ଅଟେ। ମାନେ ସଦାପ୍ରଭୁଙ୍କ ବିବିଧ ଦୟା ପ୍ରତି ପ୍ରଭାତରେ ନୂତନ। ଆଜି ଆମେ ଦେଖିବାକୁ ପାଉଛୁ, ଆଜିର ଦିନ
ଯେତିକି ଆମେ ଈଶ୍ୱରଙ୍କର ଅନୁଗ୍ରହ ଦାନ ପାଇଅଛୁ ବା ତାଙ୍କର ବିବିଧ ଦୟା ସକାଶୁ ଆମ୍ଭେମାନେ ବିନଷ୍ଟ ହୋଇନାହୁଁ। ଆଉ ଆସନ୍ତା କାଲି ବା ଆସନ୍ତା ସପ୍ତାହ ବା ଆସନ୍ତା ମାସମାନଙ୍କରେ ମଧ୍ୟ ସେହିପରି ନୂତନ ହୋଇ ସଦାପ୍ରଭୁଙ୍କର ବିବିଧ ଦୟା ଆମ୍ଭମାନଙ୍କ ସଙ୍ଗେ ସଙ୍ଗେ ସେ ରୁହନ୍ତି। ଏଣୁ ଏଠାରେ ଲେଖା ହେଇଛି ସଦାପ୍ରଭୁଙ୍କ ବିବିଧ ଦୟା ସକାଶୁ ଆମ୍ଭେମାନେ ବିନଷ୍ଟ ହୋଇନାହୁଁ। ଆଉ ଯେତେବେଳେ ଦେଖିବା ରୋମିଓ ପୁସ୍ତକ ତାର 8 ଅଧ୍ୟାୟ 35 ପଦରେ ମଧ୍ୟ ଏପରି ଲେଖା ହେଇଛି, ଖ୍ରୀଷ୍ଟଙ୍କ ପ୍ରେମରୁ କିଏ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରିବ। ମାନେ ଖ୍ରୀଷ୍ଟ ଆମ୍ଭମାନଙ୍କୁ ଏପରି ପ୍ରେମ କରନ୍ତି ବା ଈଶ୍ୱର ଆମ୍ଭମାନଙ୍କ ପ୍ରତି ଏପରି ତାଙ୍କର ପ୍ରେମ ପ୍ରକାଶ କରିଅଛନ୍ତି ଯେ ତାଙ୍କ ପ୍ରେମରୁ କେହି ବି ଆମ୍ଭମାନଙ୍କୁ ବିଚ୍ଛିନ୍ନ କରିପାରିବ ନାହିଁ। କି କ୍ଲେଶ, କି ସଙ୍କଟ, କି ତାଡ଼ନା, କି ଦୁର୍ଭିକ୍ଷ, କି ଉଲ୍ଲଙ୍ଘତା, କି ବିପଦ, କି ଖଡ଼ଗ। ଆଉ ଯେତେବେଳେ ଆମେ ଦେଖିଲୁ ବିଳାପ ପୁସ୍ତକରେ ଲେଖା ହେଇଛି ଯେ ସଦାପ୍ରଭୁଙ୍କ ବିବିଧ ଦୟା ସକାଶୁ ଆମ୍ଭେମାନେ ବିନଷ୍ଟ ହୋଇନାହୁଁ। ଆଉ ଏଠାରେ ଲେଖା ହେଇଛି ଖ୍ରୀଷ୍ଟଙ୍କ ପ୍ରେମରୁ କିଏ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରିବ। କି କ୍ଲେଶ, କି ସଙ୍କଟ, କି ତାଡ଼ନା, କି ଦୁର୍ଭିକ୍ଷ, କି ଉଲ୍ଲଙ୍ଘତା, କି ବିପଦ, କି ଖଡ଼ଗ। ହଁ ବନ୍ଧୁଗଣ, ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ପାଇଁ ଅନେକ କ୍ଲେଶ ବା ସଙ୍କଟ ରହିଅଛି, ଆସିଥିଲା, ଆସୁଅଛି ଏବଂ ଆସୁଛି ମଧ୍ୟ। କିନ୍ତୁ ସେ ସମସ୍ତରୁ ଆମ୍ଭମାନଙ୍କୁ ସଦାପ୍ରଭୁ ରକ୍ଷା କରିଅଛନ୍ତି। ଲେଖା ହେଇଛି କ'ଣ? ତାଡ଼ନା ଓ ଦୁର୍ଭିକ୍ଷ। ହଁ, ଜଗତରେ ଦୁର୍ଭିକ୍ଷ ବି ଥିଲା, ସଙ୍କଟ ଥିଲା, କ୍ଲେଶ ଥିଲା, ବିପଦ ଥିଲା, ଉଲ୍ଲଙ୍ଘତା ଥିଲା, ଖଡ଼ଗ ମଧ୍ୟ ଥିଲା। ବର୍ତ୍ତମାନ ଆମେ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ପାଇଁ, ଯେଉଁମାନେ କି ଖ୍ରୀଷ୍ଟ ବିରୋଧୀ, ସେମାନେ କିପରି ଖଡ଼ଗ ବା ବର୍ଚ୍ଛା ଧରି ସେମାନଙ୍କ ପ୍ରତିକୂଳରେ ଠିଆ ହେଉଛନ୍ତି ତାହା ଆମେ ଜାଣିଲୁ। ବା ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ବିରୁଦ୍ଧରେ କିପରି ଷଡ଼ଯନ୍ତ୍ର କରାହେଉଛି ତାହା ବି ଆମେ ଦେଖୁଛୁ। ୟୁଟ୍ୟୁବରେ ହେଉ କି ଟିଭି ମାଧ୍ୟମରେ ହେଉ, ନ୍ୟୁଜ୍ ପେପରରେ ହେଉ, କିପରି ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବା ଲୋକମାନଙ୍କ ବିରୁଦ୍ଧରେ ଲୋକମାନେ ଏକତ୍ର ହୁଅନ୍ତି ବା ବିଭିନ୍ନ ପ୍ରକାର କୁସଂକଳ୍ପ ସାଧନ କରିବାକୁ ସେମାନେ ଚେଷ୍ଟା କରୁଅଛନ୍ତି। କିନ୍ତୁ ସଦାପ୍ରଭୁ ପରମେଶ୍ୱର ସେ ସମସ୍ତରୁ ଆମ୍ଭମାନଙ୍କୁ ରକ୍ଷା କରି ଏପର୍ଯ୍ୟନ୍ତ ଜୀବିତମାନଙ୍କ ମଧ୍ୟରେ ଜୀବିତ ଅବସ୍ଥାରେ ରଖିଅଛନ୍ତି। ଆଉ ଯେତେବେଳେ ଆମେ ଦେଖିବା ଯୋହନ ପୁସ୍ତକ ତାର 3 ଅଧ୍ୟାୟ 16, ଏହା ତ ବହୁତ ପରିଚିତ ବାକ୍ୟ, ସମସ୍ତଙ୍କ ମନରେ, ସମସ୍ତଙ୍କ ମୁଖରେ ବା ସମସ୍ତଙ୍କ ହୃଦୟରେ ବା ଜ୍ଞାନରେ ରହିଅଛି। ଏ ବାକ୍ୟ ଏପରି ଲେଖା ଅଛି, କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣର ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ବନ୍ଧୁଗଣ, ଯେତେବେଳେ ଆମେ ବିଳାପ ପୁସ୍ତକରେ ଦେଖିଲୁ ଯେ ଆଉ ସଦାପ୍ରଭୁଙ୍କ ବିବିଧ ଦୟା ସକାଶୁ ଆମ୍ଭେମାନେ ବିନଷ୍ଟ ହୋଇନାହୁଁ, ଏଠାରେ ଲେଖା ହେଇଛି ଯେ କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ତାଙ୍କର ସେହି ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାଙ୍କଠାରେ ବିଶ୍ୱାସ କରିବ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ମାନେ ଈଶ୍ୱରଙ୍କର ଅନୁଗ୍ରହ ଦାନ ବା ଈଶ୍ୱରଙ୍କର ମଙ୍ଗଳ ଦାନ କିପରି ମହତ, ପୁଣି ପ୍ରତି ପ୍ରଭାତରେ ତାହା ନୂତନ। କାରଣ ଯୀଶୁଖ୍ରୀଷ୍ଟ ଆମ୍ଭମାନଙ୍କୁ ଦିଆହେଇଛି, ପୁଣି ଯେଉଁମାନେ ତାଙ୍କଠାରେ ବିଶ୍ୱାସ କରନ୍ତି ସେମାନେ ଅନନ୍ତ ଜୀବନ ପ୍ରାପ୍ତ ହେବେ, ବିନଷ୍ଟ ହେବେ ନାହିଁ। ଯେଉଁମାନେ ଯୀଶୁଖ୍ରୀଷ୍ଟ ହେଉଛି ଈଶ୍ୱରଙ୍କର ମଙ୍ଗଳ ଦାନ ବା ଈଶ୍ୱରଙ୍କର ଅନୁଗ୍ରହ ଦାନ। ଆଉ ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତି ସେମାନେ ବିନଷ୍ଟ ହୁଅନ୍ତି ନାହିଁ, ମାତ୍ର ଅନନ୍ତ ଜୀବନ ପ୍ରାପ୍ତ ହୁଅନ୍ତି। ଏହା ଈଶ୍ୱରଙ୍କ ମଙ୍ଗଳ ଦାନ। ଆଉ ଆମେ ଦେଖିବା ଯୋହନ ପୁସ୍ତକ ତାର 1:4 ଯେତେବେଳେ ଦେଖିବା ଏପରି ଲେଖା ହେଇଛି, ତାଙ୍କଠାରେ ଜୀବନ ଥିଲା ଓ ସେହି ଜୀବନ ମନୁଷ୍ୟମାନଙ୍କର ଜ୍ୟୋତି। ଆମମାନଙ୍କ ଜୀବନରେ ଅନ୍ଧକାର ଥିଲା, ମାନେ ଏପରି ଗାଢ଼ ଅନ୍ଧକାର ଥିଲା ଯେ ଆମ୍ଭେମାନେ ଜୀବନରେ କ'ଣ କରୁଛୁ, କୁଆଡ଼େ ଯାଉଛୁ, ଆଉ କେମିତି ଅଛୁ ତାହା ଆମେ କିଛି ଜାଣିପାରିଲୁ ନାହିଁ। କିନ୍ତୁ ସଦାପ୍ରଭୁଙ୍କ ବିବିଧ ଦୟା ଏବଂ ଈଶ୍ୱରଙ୍କର ପ୍ରେମ ଆମ୍ଭମାନଙ୍କ ପ୍ରତି ଯେତେବେଳେ ପ୍ରକାଶ ହେଲା, ସେତେବେଳେ ସେଇ ଆମ୍ଭମାନଙ୍କର ଜୀବନର ଜ୍ୟୋତି ଆମ୍ଭମାନଙ୍କ ଜୀବନରେ ପ୍ରକାଶିତ ହେଲା ଏବଂ ଆମ୍ଭେମାନେ ଅନ୍ଧକାରରୁ ପୃଥକ ହୋଇ ବା ଉଦ୍ଧାର ହୋଇ ବା ମୁକ୍ତି ପ୍ରାପ୍ତ ହୋଇ ଆଜି ଆମେ
ଆଲୋକର ସନ୍ତାନ ହୋଇ ଆଲୋକରେ ଆମେ ଗମନାଗମନ କରୁଅଛୁ। କାରଣ ଲେଖା ହେଇଛି ତାଙ୍କଠାରେ ଜୀବନ ଥିଲା ଓ ସେହି ଜୀବନ ମନୁଷ୍ୟମାନଙ୍କର ଜ୍ୟୋତି। ଯୀଶୁଖ୍ରୀଷ୍ଟ ଯେତେବେଳେ ଜଣେ ମନୁଷ୍ୟ ବା ଜଣେ ଲୋକଙ୍କ ଜୀବନରେ ଆସିବ ବା ଜଣେ ବ୍ୟକ୍ତି ଯେତେବେଳେ ଯୀଶୁଖ୍ରୀଷ୍ଟଙ୍କୁ ବ୍ୟକ୍ତିଗତ ତ୍ରାଣକର୍ତ୍ତା ରୂପରେ ଗ୍ରହଣ କରିବ, ବିଶ୍ୱାସ କରିବ, ସେତେବେଳେ ତାଙ୍କ ଜୀବନରେ ଜ୍ୟୋତି ପ୍ରକାଶ ପାଇବ। କାରଣ ଲେଖା ହେଇଛି ତାଙ୍କଠାରେ ଜୀବନ ଥିଲା, ଯୀଶୁଖ୍ରୀଷ୍ଟଙ୍କଠାରେ ଜୀବନ ଥିଲା, ସେହି ଜୀବନ ମନୁଷ୍ୟମାନଙ୍କର ଜ୍ୟୋତି। ଏଥିପାଇଁ ଆଜି ଆମେ କେବଳ ଯେ ଜ୍ୟୋତିରେ ଅଛୁ ତାହା ନୁହେଁ, କିନ୍ତୁ ଜ୍ୟୋତିର ସନ୍ତାନ ହେବା ପାଇଁ ବା ଆଲୋକର ସନ୍ତାନ ହେବା ପାଇଁ ମଧ୍ୟ ପ୍ରଭୁ ଆମ୍ଭମାନଙ୍କୁ ଅନୁଗ୍ରହ କଲେ ଏବଂ ଆମ୍ଭେମାନେ ତାଙ୍କର ସନ୍ତାନ ବୋଲି ବାଇବଲ ପ୍ରମାଣ ଦିଏ। ଆଉ ଆମେ ଦେଖିବା, ଯେତେବେଳେ ଦେଖିବା 1 ଯୋହନ ପୁସ୍ତକ ତାର 5 ଅଧ୍ୟାୟ 11ରୁ 14 ପର୍ଯ୍ୟନ୍ତ ଲେଖା ହେଇଛି, ସେହି ସାକ୍ଷ୍ୟ ଏହି ଯେ ଈଶ୍ୱର ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦେଇଅଛନ୍ତି। କେଉଁ ସାକ୍ଷ୍ୟ? ଯେତେବେଳେ ଯୋହନ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ସାକ୍ଷ୍ୟ ଦେଉଛନ୍ତି ଯେ ତାଙ୍କଠାରେ ଜୀବନ ଥିଲା, ସେହି ଜୀବନ ମନୁଷ୍ୟମାନଙ୍କର ଜ୍ୟୋତି, ହେଲେ ସେହି ସାକ୍ଷ୍ୟ ଏହି ଯେ ଈଶ୍ୱର ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦେଇଅଛନ୍ତି। ଈଶ୍ୱର ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦେଇଅଛନ୍ତି ମାନେ ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କୁ ପାଇଅଛନ୍ତି ସେମାନେ ଜୀବନ ପାଇଅଛନ୍ତି। ଏଠାରେ ଲେଖା ହେଇଛି ସେହି ଜୀବନ ତାଙ୍କ ପୁତ୍ରଙ୍କଠାରେ ଅଛି। ଯେ ପୁତ୍ରଙ୍କୁ ପାଇଅଛି ସେ ଜୀବନ ପାଇଅଛି, ଯେ ଈଶ୍ୱରଙ୍କ ପୁତ୍ରଙ୍କୁ ପାଇନାହିଁ ସେ ଜୀବନ ହିଁ ପାଇନାହିଁ। ଲେଖା ହେଇଛି ଏଠାରେ ଯେ ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କୁ ପାଇଅଛନ୍ତି ସେମାନେ ଜୀବନ ପାଇଅଛନ୍ତି, କିନ୍ତୁ ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କୁ ଅର୍ଥାତ୍ ଈଶ୍ୱରଙ୍କ ପୁତ୍ରଙ୍କୁ ପାଇନାହାନ୍ତି ସେମାନେ ଜୀବନ ହିଁ ପାଇନାହାନ୍ତି ବୋଲି ଲେଖା ହେଇଛି। ଈଶ୍ୱରଙ୍କ ପୁତ୍ରଙ୍କ ନାମରେ ବିଶ୍ୱାସ କରୁଅଛ ଯେ ତୁମ୍ଭେମାନେ ଯେପରି ଜାଣ ଯେ ତୁମ୍ଭେମାନେ ଅନନ୍ତ ଜୀବନ ପାଇଅଛ। ଆଉ ଯେତେ ଲୋକ ଆମେ ଈଶ୍ୱରଙ୍କ ପୁତ୍ର ବା ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଅଛୁ, ଆମେ ଜାଣିବା ଦରକାର ବା ବିଶ୍ୱାସ କରିବା ଦରକାର ଯେ ଆମ୍ଭେମାନେ ଅନନ୍ତ ଜୀବନ ପାଇଅଛୁ। ଆମେ ସେଠାରେ ଦେଖିବାକୁ ପାଇଲୁ ଯେ ଯୀଶୁଖ୍ରୀଷ୍ଟଙ୍କଠାରେ ଜୀବନ ଥିଲା, ସେହି ଜୀବନ ମନୁଷ୍ୟମାନଙ୍କର ଜ୍ୟୋତି। ଏବଂ ଏଠାରେ ଲେଖା ହେଇଛି ଯେ ସେହି ଯୀଶୁଖ୍ରୀଷ୍ଟଙ୍କଠାରେ ହିଁ ଅନନ୍ତ ଜୀବନ ଥିଲା। ଏଥିପାଇଁ ଯେଉଁମାନେ ପୁତ୍ରଙ୍କୁ ପାଇଅଛନ୍ତି ସେମାନେ ଅନନ୍ତ ଜୀବନ ପାଇଅଛନ୍ତି। ଆଉ ଗୋଟିଏ ସାଧାରଣ ଜୀବନ ଅଛି, କିନ୍ତୁ ଅନନ୍ତ ଜୀବନ ମଧ୍ୟ ରହିଅଛି। ଅନନ୍ତ ଜୀବନ କେବଳ ସେମାନେ ପ୍ରାପ୍ତ ହୁଅନ୍ତି ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତି। ଆଉ ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତି ନାହିଁ ସେମାନେ ଅନନ୍ତ ଜୀବନ ପାଇବେ ନାହିଁ ବା ସେମାନେ ଜୀବନ ହିଁ ଦେଖିବେ ନାହିଁ ବୋଲି ଲେଖା ହେଇଛି। ସେମାନେ ଜୀବନ ହିଁ ପାଇନାହାନ୍ତି। ଏଣୁ ଆମେ ଆଜି ଯୀଶୁଖ୍ରୀଷ୍ଟଙ୍କୁ ପାଇଥିବାରୁ ଆମେ ବିଶ୍ୱାସ କରିବା ଦରକାର ଯେ ଆମେ ଅନନ୍ତ ଜୀବନ ପାଇଅଛୁ। ଆଉ ତଳେ ଆମେ ଦେଖିବା ଯେ ଏ ନିମନ୍ତେ ମୁଁ ତୁମ୍ଭମାନଙ୍କ ନିକଟକୁ ଏହି ସମସ୍ତ ଲେଖିଲି, ପୁଣି ଆମ୍ଭେମାନେ ଯେବେ ତାହାଙ୍କ ଇଚ୍ଛାନୁସାରେ କୌଣସି ପ୍ରାର୍ଥନା କରୁ ତେବେ ସେ ଆମ୍ଭମାନଙ୍କର ସେହି ପ୍ରାର୍ଥନା ଶୁଣନ୍ତି। ତାହାଙ୍କ ଛାମୁରେ ଆମ୍ଭମାନଙ୍କର ଏହି ସାହସ ଅଛି। ଆଉ ଆମ୍ଭେମାନେ ଯେତେବେଳେ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କଲୁ ଏବଂ ବିଶ୍ୱାସ ଦ୍ୱାରା ଆମେ ଅନନ୍ତ ଜୀବନ ପାଇଅଛୁ ଏବଂ ଆମେ ଈଶ୍ୱରଙ୍କର ସନ୍ତାନ ହେବା ପାଇଁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଯୋଗ୍ୟତା ହେଇଛୁ ଏବଂ ଈଶ୍ୱରଙ୍କ ସନ୍ତାନ ମଧ୍ୟ ବୋଲି ଆମେ ଗଣିତ ହୋଇଛୁ, ସେତେବେଳେ ଲେଖା ହେଇଛି ଆମ୍ଭେମାନେ ଯାହା ଇଚ୍ଛା କରୁ ଈଶ୍ୱରଙ୍କ ଇଚ୍ଛା ଅନୁସାରେ ତାଙ୍କର ସନ୍ତୋଷଜନକ ଯାହା ଯାହା ବିଷୟ ରହିଅଛି ସେ ସମସ୍ତ ବିଷୟ ଯଦି ଆମେ ମାଗିବା, ଈଶ୍ୱରଙ୍କ ଇଚ୍ଛା ଅନୁସାରେ ଯାହା କିଛି ଆମେ ମାଗିବା ସେ ସମସ୍ତେ ଆମେ ପାଇବା। କାରଣ ଲେଖା ହେଇଛି ଏଠାରେ ଆମ୍ଭେମାନେ ଯେ ତାହା ସବୁ ତାଙ୍କ ଛାମୁରେ ପ୍ରାର୍ଥନା କରିବା ବା ସେହି ସବୁ ଆମେ ପାଇବା, ଏହା ଆମ୍ଭମାନଙ୍କର ସାହସ ରହିଅଛି। ମାନେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା ପାଇଁ, ତାଙ୍କୁ ମାଗିବା ପାଇଁ ଆମ୍ଭମାନଙ୍କର ଏହି ସାହସ ଅଛି। ମାନେ ଯେତେବେଳେ ଈଶ୍ୱରଙ୍କ ଅଦ୍ୱିତୀୟ ପୁତ୍ର ଯୀଶୁଖ୍ରୀଷ୍ଟ ଆସିଲେ ଏବଂ ତାଙ୍କର ସେହି ଆତ୍ମା ଆମ୍ଭମାନଙ୍କୁ ଦେଲେ, ସେହି ଆତ୍ମା ହେଉଛି ଶକ୍ତିର ଆତ୍ମା ଏବଂ ପ୍ରେମ ଏବଂ ଭରସା ବିଶ୍ୱାସ ରହିଅଛି। କୌଣସି ଭୀରୁତାର ଆତ୍ମା ସେ ଆମ୍ଭମାନଙ୍କୁ ଦେଇନାହାନ୍ତି, କିନ୍ତୁ ଆମ୍ଭେମାନେ ଯେପରି ତାହାଙ୍କଠାରେ ସାହସରେ ରହିପାରିବା ବା ଈଶ୍ୱରଙ୍କ ସହିତ ଆମେ ଜୀବନଯାପନ କରିବା ନିର୍ଭୟରେ, ଏଥିପାଇଁ ଏପରି ଆତ୍ମା ଯେଉଁ ଆତ୍ମା କି ଯୀଶୁଖ୍ରୀଷ୍ଟଙ୍କଠାରେ ଥିଲା ସେହି ଆତ୍ମା ଆମ୍ଭମାନଙ୍କୁ ଦିଆଯାଇଛି। ଏଥିପାଇଁ ଆମେ ଈଶ୍ୱରଙ୍କ ନିକଟବର୍ତ୍ତୀ ହେବା ପାଇଁ ବା ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା ପାଇଁ ମଧ୍ୟ ଆଜି ଯୋଗ୍ୟ ହୋଇଅଛୁ। ବନ୍ଧୁଗଣ, ଆଜିର ଯେଉଁ ଟପିକ୍ ରହିଛି ବା ଆଜିର ଯେଉଁ ବିଷୟ ରହିଅଛି ତାହା ହେଉଛି ଈଶ୍ୱରଙ୍କର ମଙ୍ଗଳ ଦାନ।
आज आम ईश्वर मंगलदान कौन कौन ताहा आम देखा पाइलु। ईश्वर मंगलदान विषय अनेक विषय रही किंतु समय अभाव सकाशु समस्त विषय मु आपण मानक ठारे रखिपारि नाही। कारण ताहा जदि आम वर्णना करबा बा ईश्वर मंगलदान विषय जदि अधिक आम आलोचना करबा ताहेले दिन माने अनेक दिन बीतीजिव किंतु ईश्वर दान विषय केबे शेष हेब नाही। आज एतिकी जहाँकि आजिर प्रसंग रही अछि से प्रसंग अनुसार मु विश्वास करे जे एतिकी ए वाक्य रे आपण माने संतुष्ट होई ईश्वर अनुग्रह दान विषय बा तांकर मंगलदान विषय रे आपण माने जहाँ जहाँ भी मनरे गोटे चिंता रहिला बा गोटे विचार भावना रहितिला ताहा संपूर्ण भावरे आपण माने बुझी पारले बा ए वाक्य द्वारा आपण मानकर जो विश्वास जीवन रे एपरी वृद्धि पाइबो बा दृढ़ हबो ताहा भी मो विश्वास करूअछि। एणु ए वाक्य द्वारा प्रभु आम समस्त को आशीर्वाद करंतु एवं आम्भमानकर त्राणकर्ता यीशु ख्रीष्ट एवं पवित्र आत्मा एवं पिता ईश्वरंकर गौरव प्रशंसा हेउ। एतिकी कहि मो समाप्त करूअछि। समस्त को मोर नमस्कार।